Pause button. Stop button. ସ୍ୱପ୍ନ ଯାହା ଦେଖିବା ଦ୍ୱାରା ବେଳେବେଳେ ମଣିଷର ଦେହ ମୁଣ୍ଡ ଶିହରି ଉଠିଥାଏ। ସମୟ ଭୋର 3:30 ହେବ। ରଶ୍ମି ଶୋଇ ରହି ସ୍ୱପ୍ନ ଦେଖିଲା। ସ୍ୱପ୍ନରେ ସେ ଦେଖିଲା ବିବାହର ଆୟୋଜନ କରାଯାଇଛି। ଏକ ବିବାହ ବେଦୀ ବନ୍ଧା ହୋଇଛି। ବାଜା ବାଜୁଛି ଓ ଭଳିକି ଭଳି ଆଲୁଅ ମଧ୍ୟ ଜଳୁଛି। କେତେ ଲୋକ ବାକ, କେତେ ବନ୍ଧୁ, କେତେ ଆତ୍ମୀୟ ସ୍ୱଜନ ସେଠାରେ ଉପସ୍ଥିତ ଅଛନ୍ତି। ବିବାହ ବେଦୀରେ କୁମାରୀ ଝିଅଟିଏ ବଧୂ ବେଶରେ ସଜେଇ ହୋଇ ବସିଛି। ପୁରୋହିତଙ୍କର ମନ୍ତ୍ରରେ ତାର ବିବାହ ହୋଇଯାଉଛି। ଯଥା ରାବଣସ୍ୟ ମନ୍ଦୋଦରୀ ଓମ୍ ତଥା ରାମସ୍ୟ ସୀତା। ଏଥର ହାତ ଗଣ୍ଠି ପିଠେଇ ଦିଅ। କିନ୍ତୁ ଇଏ କ'ଣ? ବିବାହ ବେଦୀରେ ବସିଥିବା ଝିଅଟି ନିଜେ ରଶ୍ମି? ମାନେ ଯିଏକି ସ୍ୱପ୍ନ ଦେଖୁଛି ସିଏ ବିବାହ ବେଦୀରେ ବସିଛି, ବିବାହ କରୁଛି। ଇଏ କେମିତି ସମ୍ଭବ ହେଇପାରିଲା? ରଶ୍ମିକି ଲାଗୁଥିଲା ସେ ଏପରି କେବେ ଗୋଟେ ବିବାହ କରିଛି, କିନ୍ତୁ କେବେ ତାର ମନେ ହିଁ ନାହିଁ। ବିବାହ ସରିଗଲା। ଚାହୁଁ ଚାହୁଁ ଝିଅ ବିଦା ବେଳ ଆସିଗଲା। ସବୁ ଆତ୍ମୀୟ ପରିଜନ ମାନେ ଲୁହ ଢାଳୁଥାନ୍ତି କ୍ରନ୍ଦନ କରିକି। ରଶ୍ମି ସେନ୍ ଠିଆ ହେଇଥାଏ। ତାପରେ ରଶ୍ମିକି କିଏ ଆଣି ଗାଡ଼ିରେ ବସେଇ ଦେଲା, ସମ୍ଭବତଃ ତା ଭାଇ। ଗାଡ଼ି ଷ୍ଟାର୍ଟ ହେଲା। ଗାଡ଼ି ସେନ୍ ଚାଲିଥାଏ। ଆଶ୍ଚର୍ଯ୍ୟର କଥା, ରଶ୍ମିକି ଲାଗିଲା ସିଏ ଏପରି କେବେ ଗୋଟେ ବିବାହ କରିସାରି ବଧୂ ବେଶରେ ଗାଡ଼ିରେ ବସି ଯାତ୍ରା ଆରମ୍ଭ କରିଛି, କିନ୍ତୁ କେବେ ତାର ମନେ ହିଁ ନାହିଁ। ହଁ, ମନେ ବା କେମିତି ରହିବ ଯିଏ ସ୍ୱପ୍ନ ଦେଖୁଛି। ଗାଡ଼ି ସେମିତି ଚାଲିଥାଏ। ଇଏ କ'ଣ? ରଶ୍ମି ସେନ୍ ଦେଖିଲା କଳା ବିଲେଇ। କଳା ବିଲେଇଟିଏ ଆଗରେ ପାସ୍ କରିଗଲା। ରଶ୍ମି ବାକ୍ଶୂନ୍ୟ ହୋଇପଡ଼ି ସେମିତି ବସିଥାଏ। ଚାହୁଁ ଚାହୁଁ ଗାଡ଼ିକି ପଛରୁ ପିଟିଦେଲା ଗୋଟେ ଟ୍ରାକ୍ଟର। ଛିଟକି ପଡ଼ିଲା ବଧୂଟି। ଛିଟକି ପଡ଼ିଥିବା ପିଲାକୁ ଦେଖି ରଶ୍ମି ଶିହରି ଉଠିଲା, କାରଣ ରାସ୍ତା କଡ଼ରେ ଛିଟକି ପଡ଼ିଥିବା ପିଲାଟି ନିଜେ ରଶ୍ମି। ରଶ୍ମି ଇଏ କ'ଣ? ରାସ୍ତାରେ ପଡ଼ିଥିବା ପିଲାଟି ମୁଁ ନିଜେ। କି କର୍ତ୍ତବ୍ୟ ବିମୂଢ଼ ହେଇଯାଉଥିଲା ରଶ୍ମି। ରଶ୍ମି ସେନ୍ ଚାହିଁ ରହିଥାଏ। ଦେଖିଲା ଦୂରରୁ ଗୋଟେ କିଏ ଆସୁଛି। ପାଖକୁ ଆସିବା ପରେ ସେ ଜାଣିଲା ଆମ୍ବୁଲାନ୍ସ ଗାଡ଼ି। ପରେ ରଶ୍ମିକୁ ଆମ୍ବୁଲାନ୍ସ ଭିତରେ ପୁରେଇ ଦିଆଗଲା। ଆମ୍ବୁଲାନ୍ସ ସାଇରନ୍ ମାରି ମାରି ମେଡ଼ିକାଲକୁ ଚାଲିଲା। ରଶ୍ମିକି ଲାଗୁଥିଲା ସେ ଏପରି କେବେ ଆମ୍ବୁଲାନ୍ସରେ ମେଡ଼ିକାଲକୁ ଯାଇଛି। ଆଉ ମେଡ଼ିକାଲରେ ପହଞ୍ଚି ତାକୁ କିଛି ଲୋକ ଆମ୍ବୁଲାନ୍ସ ଭିତରୁ ନେଇଯାଇଛନ୍ତି ICUକୁ। ଆଉ ଡାକ୍ତର ଘୋଷଣା କରିଛନ୍ତି, ଶରୀଫ ମନୋଜ ବାବୁ, ସି ଇଜ୍ ନୋ ମୋର୍। ରଶ୍ମି ସ୍ୱପ୍ନ ଦେଖୁଛି ନା ଇଏ ମୋ ସାଙ୍ଗେ ଆଗରୁ ଥରେ ଘଟି ଯାଇଛି, ଆଉ ଥରେ ଘଟୁଛି? ନା ଇଏ ମୋ ମନର ଭ୍ରମ? କ'ଣ ଇଏ ମୋ ସହିତ ହଉଛି? କାହିଁକି ହଉଛି ଏସବୁ ମୋ ସହିତ? କୁହାଯାଏ ଭୋର ସ୍ୱପ୍ନ ହଉଛି ସତ। ତାପରେ ରଶ୍ମି ପୁଣି ସେମିତି ଚାହିଁ ରହିଥାଏ। ଦେଖିଲା ଆମ୍ବୁଲାନ୍ସ ଭିତରେ ତାକୁ ପୁରେଇ ଦିଆଗଲା। ଆମ୍ବୁଲାନ୍ସ ପୁଣି ସାଇରନ୍ ମାରି ଚାଲିଲା। ଆସି ସିଧା ଘର ପାଖରେ ପହଞ୍ଚିଲା ଆମ୍ବୁଲାନ୍ସ। ରଶ୍ମିକୁ ବାହାରକୁ ଅଣାଗଲା। ରଶ୍ମି ଦେଖୁଥାଏ ଦୁଆରେ ଗୋଟେ ସଉକଟିଏ ପଡ଼ିଛି। ସେଠାରେ ରଶ୍ମିକି ଶୁଆଇ ଦିଆଗଲା।
ଠିକ୍ ଯେପରି ଗୋଟେ ମଲା ମୂର୍ତ୍ତକୁ ଶୁଆଇ ଦିଆଯାଏ ଘର ବାହାରେ। ରଶ୍ମି ସେମିତି ଚାହିଁ ରହିଥାଏ। ରଶ୍ମି ଦେଖୁଥାଏ ତା ଚାରିପଟେ ଅନେକ ତାର ଆତ୍ମୀୟ ସ୍ୱଜନ ମାନେ ମୁଣ୍ଡ ପିଟି କାନ୍ଦୁଛନ୍ତି ଫେରିଆ ଫେରିଆ କହିକି। କିନ୍ତୁ ରଶ୍ମି ଚାହିଁ ରହିକି ବି ସୁଦ୍ଧା ସେମାନଙ୍କୁ କିଛି କହିପାରୁନି। ସତରେ କ'ଣ ତା ପାଟିରେ ଶବ୍ଦ କିଛି ନାହିଁ ନା? ରଶ୍ମି ସେନ୍ ଚାହିଁ ରହିଥାଏ। ଏବେ ଲାଗିଲା ରଶ୍ମି କି ଯେପରି ତା ଜେଜେମା ତାକୁ ଦେଖାଗଲା ଆଉ ତାକୁ କହିଲା, ଆ ଚାଲିଆ, ଆରେ ସେ ଶରୀର ଉପରେ ତୋର ଆଉ ଅଧିକାର ନାହିଁ। ତୁ ମରି ସାରିଛୁ, ତୁ ମରି ଯାଇଛୁ। ରଶ୍ମି ସେମିତି ଚାହିଁ ରହିଥାଏ। ରଶ୍ମି ଆଶ୍ଚର୍ଯ୍ୟ ହେଇଯାଉଥାଏ। ନା ନା ନା, ମୁଁ ଜୀବିତ। ରଶ୍ମି ଲାଗୁଥାଏ ଯେପରି ପାଟି ଖୋଲା ଥିଲେ ସେ କହିପାରିବ, ମୁଁ ଜୀବିତ, ମୁଁ ବଞ୍ଚିଛି, ମୁଁ ମରିବିନି, ମୁଁ କାହିଁ ମରିବି। ତା ଜେଜେମା ସେନ୍ ଡାକୁଥାଏ, ଆରେ ଆ, ତୁ ବା ଅଲରେଡି ଆମ ଦୁଆରକୁ ପଳେଇ ଆସିଲୁଣି। ତୁ ମରି ଯାଇଛୁ। ଦେଖେ ତୋ ଆଗରେ କେନ୍ ସେ ଗଛ କଟା ହଉଛି ତତେ ପୋଡ଼ା ହେବା ପାଇଁ। ରଶ୍ମି ସେନ୍ ଦେଖୁଥାଏ କିଛି ଲୋକ ତା ପାଖରେ ବସି ତାକୁ ସଜେଇ ଦେଉଥାନ୍ତି। ଠିକ୍ ଯେପରି ଗୋଟେ ସଧବା ନାରୀଟିଏ ମୃତ୍ୟୁବରଣ କଲେ ଅକାଳରେ ତାକୁ ଯେପରି ସଜେଇ ଦିଆଯାଇଥାଏ କୋକେଇରେ ଶ୍ମଶାନକୁ ଯାତ୍ରା କରିବା ପାଇଁ। ରଶ୍ମି ଦେଖୁଥାଏ ତାଙ୍କ ଘର ଅଗଣାରେ ଥିବା ଗଛ ହଣା ଚାଲିଛି। କାଠ କଟା ହେଉଛି ବୋଧହୁଏ। କାଠ କଟା ହେଇଗଲା। ରଶ୍ମି ଦେଖିଲା ବାଉଁଶରେ କୋକେଇ ବନ୍ଧା ହେଲା ଆଉ ରଶ୍ମି କି ତା ଉପରେ ଶୁଆଇ ଦେଇ ହରି ବୋଲ ରାମ ରାମ ସତ୍ୟ ହେ, ହରି ରାମ ସତ୍ୟ ହେ କହିକି କାନ୍ଧରେ ଉଠେଇ କିଛି ଲୋକ ଚାଲିବାକୁ ଲାଗିଲେ। ଆଗେ ଖଇଗୁଡ଼ି ବିଞ୍ଚି କିଛି ଲୋକ ଚାଲିଥାନ୍ତି। ଚାହୁଁ ଚାହୁଁ ମଶାଣି ଆସିଗଲା। ଚୁଇ ଗାତ ଖୋଳା ହେଉଥାଏ। ରଶ୍ମି ସେମିତି ଚାହିଁ ରହିଥାଏ। ଆପରେ କିଏ ଯେପରି ରଶ୍ମି କି କହିଲା, ଆରେ ତୁ ସତ୍ୟରେ ମରିଯାଇଛୁ ରେ। ତୁ ସେ ବିବାହ କରିକି ଗାଡ଼ିରେ ଆସୁଥିଲା ବେଳେ ତତେ ପଛରୁ ଗୋଟେ ଟ୍ରକ୍ ପିଟିଦେଲା। ସୌଭାଗ୍ୟବଶତଃ ତୋ ସ୍ୱାମୀ ବଞ୍ଚିଗଲା, କିନ୍ତୁ ତୁ ଟ୍ରକ୍ ତଳେ ଚାପି ହେଇକି ମରିଯାଇଛୁ। ଦେଖେ ତୋ ପାଇଁ କେମିତି ଜୁଇ ଗାତ ଖୋଳା ହେଉଛି। ରଶ୍ମି ସେନ୍ ଦେଖୁଥାଏ। ରଶ୍ମି ନା 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 ନା। ରଶ୍ମି ବାକ୍ ଶୂନ୍ୟ ହେଇ ପଡ଼ିଥାଏ। ସତରେ ମୁଁ ମରିଗଲି। ରଶ୍ମି ସେନ୍ ଚାହିଁଥାଏ। ଦେଖିଲା ତାକୁ ଜୁଇ ଉପରକୁ ଚଢ଼େଇ ଦିଆଗଲା। ଚାହୁଁ ଚାହୁଁ ତା ପିଣ୍ଡଟି ଜଳି ପୋଡ଼ି ପାଉଁଶ ହୋଇ ମାଟିରେ ମିଶିଗଲା। ଧୂଆଁ ହୋଇ ବାୟୁମଣ୍ଡଳକୁ ଉଠିଗଲା। ସମସ୍ତେ ଚାଲିଗଲେ। ଶ୍ମଶାନରେ ଖାଲି ବୁଲା କୁକୁର ଓ ଶିଆଳ ବିଲୁଆର ବିକଟାଳ ରଡ଼ି। ତା ଭିତରେ ଘୁରି ବୁଲୁଥିଲା ରଶ୍ମିର ଆତ୍ମା। ହଁ, ଆଜି ବି ସେ ଗାଁରେ ଯଦି କୌଣସି ନାରୀର ବିବାହର ଆୟୋଜନ କରାଯାଏ ଶୁଣିବାକୁ ମିଳେ ରଶ୍ମିର ଆତ୍ମା ସେ ଝିଅ ଦିହରେ ଆସି ପ୍ରବେଶ କରେ ଆଉ ତାପରେ ସେ ଝିଅର ପରିବାରରେ ଭୋରୁ ଯେବି ଏପରି ସ୍ୱପ୍ନ ଦେଖୁଛନ୍ତି ଆପଣମାନେ ଟିକେ ସାବଧାନ ହେଇଯିବେ। କହିହେବନି, ହୁଏତ ମୃତ୍ୟୁ ଆସି ଆପଣଙ୍କର ଘର ଦୁଆରମୁହଁକୁ ଠକ୍ ଠକ୍ କରିପାରେ। କାରଣ ଭୋର ସମୟଟା ପ୍ରାୟତଃ ସତ ହିଁ ହେଇଥାଏ। Settings. 0. Please like and subscribe Horror Room channel.